ପାରଳାଖେମୁଣ୍ଡିରେ ମା ମାଣିକେଶ୍ୱରୀଙ୍କ ନବରାତ୍ର ପୂଜା ଅନୁଷ୍ଠିତ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅଙ୍କସାହିରେ ଥିବା ମା ମାଣିକେଶ୍ୱରୀ ମନ୍ଦିର 14 ତାରିଖ ମଙ୍ଗଳବାର ରାଜପୁରୋହିତ କାମଦେବ ପାଢ଼ୀଙ୍କ ତତ୍ତ୍ୱାବଧାନରେ ମାଙ୍କ ନବରାତ୍ରି ପୂଜା ଚାଲିଛି। ମାଙ୍କ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ମନ୍ଦିରରେ ଆକର୍ଷଣୀୟ ଆଲୋକସଜ୍ଜା କରାଯାଇଛି। ପାରମ୍ପରିକ ରୀତିକାନ୍ତିରେ ମାଙ୍କ ପୂଜାର୍ଚ୍ଚନା କରାଯାଉଛି। ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା ମାଣିକେଶ୍ୱରୀ ଏହି ମନ୍ଦିର ଶତାଧିକ ବର୍ଷ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ଚାଲେ ମାଙ୍କ ପୂଜାର୍ଚ୍ଚନା। ମା ମାଣିକେଶ୍ୱରୀଙ୍କ ସମେତ ଏହି ପୀଠରେ ପୂଜା ପାଉଛନ୍ତି ମା କନକ ଦୁର୍ଗା। ପୂର୍ବରୁ ମା କନକ ଦୁର୍ଗା ମହାରାଜାଙ୍କ ନଅର ମଧ୍ୟରେ ପୂଜା ପାଉଥିଲେ, ପରେ ଏଠାକୁ ସ୍ଥାନାନ୍ତରିତ ହୋଇଛନ୍ତି। କନକ ଦୁର୍ଗାଙ୍କ ପାଖରେ ପ୍ରତିଦିନ ଚଣ୍ଡୀପାଠ ହୁଏ, ଆମିଷ ଭୋଗ କରାଯାଏ। ପୂଜା ଆରମ୍ଭ ଦିନଠାରୁ ମାନସିକଧାରୀ ଏଠାରେ ଅଖଣ୍ଡ ଦୀପ ଜାଳନ୍ତି। ବିଶେଷ କରି ମନସ୍କାମନା ପୂର୍ଣ୍ଣ ସକାଶେ ଶ୍ରଦ୍ଧାଳୁମାନେ ଜିଅନ୍ତା ମାଗୁର ମାଛ ମାଙ୍କ ନିକଟରେ ଭେଟିଦେବା ପରମ୍ପରା ଚଳି ଆସିଥିବା ଦେଖିବାକୁ ମିଳିଛି। କୁହାଯାଏ ମାଙ୍କ ପ୍ରିୟ ମାଗୁର ମାଛକୁ ମାଙ୍କ ପାଖରେ ଛାଡ଼ିଲେ କିଛି ସମୟ ମାଛଟି ଖେଳିବା ପରେ ଆପେ ଆପେ ନିଶ୍ଚଳ ରହିଯାଏ। ତାହାକୁ ମା ଗ୍ରହଣ କଲେ ବୋଲି ଧରାଯାଏ। ମହାରାଜାଙ୍କ ଅମଳରୁ ସମାନ ପରମ୍ପରା ଅନୁଯାୟୀ ମା ମାଣିକେଶ୍ୱରୀଙ୍କ ପୀଠରେ ବାସନ୍ତିକ ଓ ଶାରଦୀୟ ଦୁର୍ଗା ପୂଜା, ଦୋଳ ଉତ୍ସବ, ସୁନିଆ ଆଦି 4ଟି ପର୍ବ ପାଳିତ ହୋଇ ଆସୁଛି। ମନ୍ଦିର ପରିଚାଳନାର ଭାର ରାଜଜମା କଲ୍ୟାଣୀ ଗଜପତି ଉପରେ ନ୍ୟସ୍ତ ରହିଛି। ପ୍ରତ୍ୟେକ ସନ୍ଧ୍ୟାରେ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ପୂଜା ପାର୍ବଣରେ ମନ୍ଦିର ଲୋକାରଣ୍ୟ ହୋଇଥାଏ। ମାଣିକେଶ୍ୱରୀ ମହିମା ଅପାର। ତାଙ୍କରି ଆଶୀର୍ବାଦ ହିଁ ପାରଳାକୁ ବଞ୍ଚାଇ ରଖିଛି ଓ ମାଙ୍କ ଉପରେ ପାରଳାବାସୀଙ୍କ ଗଭୀର ବିଶ୍ୱାସ ହେତୁ ନବଦିନାତ୍ମକ ଯାତ୍ରା ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଓ ଶ୍ରଦ୍ଧା ସହକାରେ ଅନୁଷ୍ଠିତ ହୁଏ। ଇଏ ହେଉଛନ୍ତି ମା ମାଣିକେଶ୍ୱରୀ ଇଷ୍ଟଦେବୀ, ଗଜପତି ରାଜାଙ୍କ ଇଷ୍ଟଦେବୀ ହେଲା। ଆଜିଠାରୁ ନବରାତ୍ରି, ଆମର ତ ନବରାତ୍ରି ଷୋଡ଼ଶୀ ପୂଜା, ଏଇଟା 16 ଦିନ ପୂଜା ହେବ। ଆଜିଠୁ ନବରାତ୍ରି ପୂଜା ଆରମ୍ଭ ହେଲା। ଏ ନବରାତ୍ରି ବହୁତ ମାନସିକ ଦେବତା, ଏ ମାନସିକ ଦେବତା ସମସ୍ତେ ଆସିକି ମାନସିକ କରିକି ଦୀପ ଲଗେଇକି ଯାଉଛନ୍ତି ହେଲା। ଏମିତି 4ଟା ଉତ୍ସବ ଅଛି ହେଉଛି ପାଳନ ହୁଏ। ଗୋଟେ ହେଉଛି ଶାରଦୀୟ ଉତ୍ସବ, ଆଉ ଗୋଟେ ହେଉଛି ବସନ୍ତ ଉତ୍ସବ, ଆଉ ଗୋଟେ ଅଛି ଦୋଳ ଉତ୍ସବ, ଆଉ ଗୋଟେ ହେଉଛି ଅଙ୍କ ଉତ୍ସବ। ଅଙ୍କ ଉତ୍ସବରେ ରାଜାଙ୍କର ବର୍ଷିକ ଶାସନ କରି କେତେ ବର୍ଷ ହେଲା ସେ ବିଷୟରେ କହିବେ ହେଲା। ଅଙ୍କ ଶାରଦୀୟ ଉତ୍ସବ ଏହା ଦଶହରା ନବରାତ୍ରି 16 ଦିନ ପୂଜା, ଆମର ଷୋଡ଼ଶୀ ପୂଜା। ଆଉ ଚୈତ ମାସ ଯେଉଁ ଆସୁଛି ବସନ୍ତ ଉତ୍ସବ, ସେଟା 4ଟା ମଙ୍ଗଳବାର ଗହଳି ହେଇକି ଲୋକ ଆସିକି ଦୀପ ଫିପ ଦେଇକି ଏସବୁ କରିକି ଇଏ ମାନସିକ ପୂର୍ଣ୍ଣ କରି ଯାଉଛନ୍ତି। କ'ଣ କ'ଣ ମାଙ୍କର ଏଇ ନବରାତ୍ର ପୂଜାରେ? ନବରାତ୍ରି ସକାଳୁ କୁଙ୍କୁମ ପୂଜା ହେବ, ସନ୍ଧ୍ୟାରେ ଧୂପ ପୂଜା ହେବ ହେଲା, ଆଉ ଗାଁରେ ପୂଜା ହେବ। ଅନ୍ନପ୍ରସାଦ ବ୍ୟବସ୍ଥା? ଅନ୍ନପୂଜା ସବୁଦିନ ଆମିଷ ପୂଜା ହେବ। କନକ ଦୁର୍ଗା ପୂଜା, ମାଣିକେଶ୍ୱରୀ ପାଖରେ କନକ ଦୁର୍ଗା ଅଛନ୍ତି। ସେ ହେଉଛନ୍ତି ତାଙ୍କର ଷୋଡ଼ଶୀ ପୂଜାରେ ଖାଲି ଆମିଷ, ଏଇ 16 ଦିନ, ବର୍ଷକୁ ମାତ୍ର 16 ଦିନ ଆମିଷ ପୂଜା ହୁଏ। ମାଣିକେଶ୍ୱରୀ ପାଇଁ ସବୁଦିନ ଆମିଷ ପୂଜା ହେବ। ପ୍ରତ୍ୟକ୍ଷ ମା, ଯାହା ବି ଆପଣ ସ୍ୱଚ୍ଛ ମନରେ ଆପଣ ମାଗନ୍ତି ମା ସେଇଟାକୁ କେମିତି ହେଲେ ବି ପୂରଣ କରନ୍ତି। ବହୁତ ସାରା ଆମେ ଛୋଟବେଳଠୁ ଲାଇଭ୍ ନିର୍ଦ୍ଦେଶନ ବି ଆମେ ଦେଖି ଆସିଛୁ। ମାନେ କେତେ ଜଣଙ୍କର ଯାହା ଯାହା ପ୍ରୋବ୍ଲେମ୍ସ ଅଛି ସେସବୁ ସଲ୍ଭ ହେଇଛି। ତାପରେ ଆସିକି ସେମାନେ ଏଇଠି ସେଇଟା ବି କହିଛନ୍ତି, ପୂଜାରୀଙ୍କୁ ବି କହିଛନ୍ତି। ଆମର ନବରାତ୍ରି ଉତ୍ସବ ଆଜିଠୁ ଷ୍ଟାର୍ଟ ହେଉଛି। ଆଜିଠୁ ଷୋଡ଼ଶ ପୂଜା ଅଲରେଡ଼ି ଷ୍ଟାର୍ଟ ହେଇସାରିଛି, କିନ୍ତୁ ଆଜିଠୁ ନବରାତ୍ରି ଉତ୍ସବ ପାଳନ କରାଯାଉଛି ଆମର ମା ମାଣିକେଶ୍ୱରୀ ମନ୍ଦିରରେ। କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ନବରାତ୍ରରେ? ଆମର ଯାହା ଯାହା ହେଉଛି ଚଣ୍ଡୀପାଠ, ଯେଉଁ ଷୋଡ଼ଶ ପୂଜାରେ ଯାହା ହେବା କଥା ଚଣ୍ଡୀପାଠ ହେଉଛି। ଅଷ୍ଟମୀ ଦିନ ଆମର ଏଠି ବଳିଦାନ କରାଯିବ। ଆମର ରାଜକୁମାରୀ କଲ୍ୟାଣୀ ଗଜପତି ଆସିବେ। ଏଠି ଅଛି ଖଣ୍ଡା ସାଧନ ପୂଜା ଷ୍ଟାର୍ଟ ହେଇସାରିଛି ଷୋଡ଼ଶ ପୂଜାଠୁ। ସେଇ ପ୍ରକାର ଆମର ଏଠି 9 ଦିନ ଯାକ ଯେ ଏଠି 16 ଦିନ ଯେମିତି ହେବ ସେଦିନ ସେମିତି ଏଠି ଷୋଡ଼ଶ ପୂଜାରେ ଚଣ୍ଡୀପାଠ ହେବ। ଆଉ ସମସ୍ତେ ମାନସିକ କରିକି ଦୀପ ବସାଉଛନ୍ତି। ଆଉ ଏଇଠି ଆମର ଲଳିତା ପୂଜା ହେଉଛି। ଯାହା ବି ଆସିକି ଭକ୍ତମାନେ ଏଠାରେ ପୂଜା ପର୍ବରେ ସବୁଆରେ ଯୋଗ ଦେଇକି ବହୁତ ଆଡ଼ମ୍ବରରେ ନବରାତ୍ରିଟା ପାଳନ କରାଯାଉଛି। ରାଣୀ ଆସିବ ଅଷ୍ଟମୀ ଦିନ, ମହା ଅଷ୍ଟମୀ ଦିନ ସନ୍ଧି ପୂଜା ହୁଏ ଆମର ରଜାନଗରରେ। ହେଲା ପରେ ଏଇଠିକି ଆସିକି ଇଏ କରିକି ସେଦିନ ରାତିରେ ଏଠି ବଳିଦାନ ହେବ। ଏମିତି ଅଷ୍ଟମୀ ଦିନଟା ସବୁଠୁ ବହୁତ ବଡ଼ ଆଡ଼ମ୍ବରରେ କରାଯିବ। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ଶରଣାଗତ ଦୀନାର୍ଥ ପରିତ୍ରାଣ ପରାୟଣୀ ସର୍ବସ୍ୟାର୍ଥ ହରେ ଦେବୀ ନାରାୟଣୀ ନମସ୍ତୁତେ। ମା ସତ୍ୟ ଯୁଗେ ମାଗ ମହିଷାସୁର ଦର୍ପହାରୀ କାଳି ତୁକରାଳିନୀ ମାଗ ବିକଟ ବିକରାଳି ମସ୍ତକେ ସିନ୍ଦୁର ମାଗ ହସ୍ତେ ଜପମାଳି ଢଳ ଢଳ ନୟନୀ ମାଗ ବକ୍ରତ ଚାହାଣୀ କଜଳ ରେଖା ମା ପାହୁତ ସୁହାବଣୀ ଅତି ସୁରେଶ୍ୱର ନାଶର ସ୍ୱରେ ମୁକ୍ତାଝର ମା ବିଣ୍ଡଳା ହେରମନ୍
ହରଙ୍କହରଣୀ କୈଳାସବାଳ ବିନ୍ଧଗିରାସିନୀ ମା ମାଣିକେଶ୍ୱରୀ ମା ଜୟ ଦୁର୍ଗା ବିଜୟ ଦୁର୍ଗା ମା ରଖି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।